ଅଷ୍ଟ୍ରେଲିଆକୁ ହରାଇଲା ଜିମ୍ବାୱେ ଦଳ। ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆର ଅଧିନାୟକ ଟ୍ରେଭିସ୍ ହେଡ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାୱେକୁ ବ୍ୟାଟିଂ କରିବାକୁ ଦେଇଥିଲେ। ନିର୍ଦ୍ଧାରିତ 20 ଓଭରରେ ଜିମ୍ବାୱେ ପକ୍ଷରୁ 2 ଜଣ ଅର୍ଦ୍ଧଶତକ ହାସଲ କରି 169 ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅଷ୍ଟ୍ରେଲିଆକୁ ଦେଇଥିଲେ 170 ରନ୍ର ବିଜୟ ଲକ୍ଷ୍ୟ ନିର୍ଦ୍ଧାରିତ 20 ଓଭରରେ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇଦେବେ। ଅଷ୍ଟ୍ରେଲିଆ ଦଳରେ ଟ୍ରେଭିସ୍ ହେଡ୍, ମ୍ୟାକ୍ସୱେଲ୍, ଷ୍ଟୋନିସ୍, ଆଡାମ ଜାମ୍ପା ଭଲ ଭଲ ପ୍ଲେୟାର ଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ 20 ଓଭର ମଧ୍ୟରେ 145 ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଲ୍ ଆଉଟ୍ ମଧ୍ୟ ହୋଇଯାଇଥିଲା। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇଦେବେ। ଅଷ୍ଟ୍ରେଲିଆ ପକ୍ଷରୁ ରେନ୍ସଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ବ୍ୟାଟିଂ କରିପାରିନଥିଲେ। ରେନ୍ସ 42 ବଲ୍ରୁ କରିଥିଲେ 66 ରନ୍ର ଇନିଂସ ଖେଳିଥିଲେ। ଶେଷ ଭାଗରେ ସେ ଆଉଟ୍ ହୋଇଯିବା ଦ୍ୱାରା ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜିମ୍ବାୱେର ସ୍ପିନରମାନେ ଅତି ସୁନ୍ଦର ବୋଲିଂ କରି ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନଙ୍କୁ ନିୟମିତ ଭାବେ ଗୋଟେ ପରେ ଗୋଟେ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ। ସୁନ୍ଦର ଫିଲ୍ଡିଂ ମଧ୍ୟ କରିଥିଲେ। ବାଉଣ୍ଡ୍ରି ଲାଇନ୍ରେ ସୁନ୍ଦର କ୍ୟାଚ୍ ମଧ୍ୟ ଧରିଥିଲେ। ଜିମ୍ବାୱେର କ୍ୟାପ୍ଟେନ୍ ସିକନ୍ଦର ରାଜା ଇଞ୍ଜୋର୍ଡ ଥିଲେ ମଧ୍ୟ ପଡ଼ିଆ ବାହାରେ ବସିଥିଲେ ମଧ୍ୟ ଯୁବ ପ୍ଲେୟାରମାନେ ଅତି ସୁନ୍ଦର ବୋଲିଂ ବ୍ୟାଟିଂ କରି ଦଳକୁ ଜିତାଇଥିଲେ। 21 ବର୍ଷ ପରେ ଫେର ଅଷ୍ଟ୍ରେଲିଆକୁ ଥରେ ହରାଇଥିଲା। 2007ରେ ଜିମ୍ବାୱେ ଅଷ୍ଟ୍ରେଲିଆକୁ ଥରେ ହରାଇଥିଲା। ଆଜି ମଧ୍ୟ ହରାଇଛି। ଜିମ୍ବାୱେ ଦଳର ବ୍ୟାଟିଂ ଓ ବୋଲିଂ ଅତି ସୁନ୍ଦର ଥିଲା। ଶେଷ ଭାଗରେ ଜିମ୍ବାୱେର ଫାଷ୍ଟ ବୋଲରମାନେ ଅତି ସୁନ୍ଦର ବୋଲିଂ କରିଥିଲେ। ଜିମ୍ବାୱେ ଅଷ୍ଟ୍ରେଲିଆକୁ ହରାଇଲା। ଜୟ ଜଗନ୍ନାଥ।